ବାବା 45 ବର୍ଷ ହେଲା ଦେହାନ୍ତ ହେଲେଣି। ଆମେ 44 ବର୍ଷ ପାଳନ କରୁଛୁ। ଯିବା ବର୍ଷକୁ ଆମେ ଲଗେଇନୁ। ଆମେ ଯେଉଁ ଶ୍ରାଦ୍ଧ ବାର୍ଷିକ କରୁଛୁ 44 ବର୍ଷ ହେଲାଣି। ଏମିତି ଉତ୍ତଙ୍ଗ ଭିଡ଼ ହେଉଛି, ବହୁତ ଦୂର ଦୂରାନ୍ତର ଭକ୍ତମାନେ ଆସୁଛନ୍ତି, କ'ଣ ମହିମା ରହିଛି? ବାବା ତ ଅନ୍ୟାନ୍ୟ ମହିମା। ଆଉ ସେ ସିଦ୍ଧ ପୁରୁଷ ଥିଲେ, ଆପଣ ଯାହା ଭାବିକି ଆସିବେ ଯାହା କହିଦେଉଥିଲେ। ଆଉ ବାବା ତ୍ରିକାଳଦର୍ଶୀ ଥିଲେ, ବାକ୍ ସଂଯମ କରିଥିଲେ। ଆଉ ଯାହା କହୁଥିଲେ, ହାତ ମାରୁଥିଲେ ବି ଲୋକ ଭଲ ହେଇଯାଉଥିଲେ। ବାବାଙ୍କ ଉପରେ ଅତୁଟ ବିଶ୍ୱାସ, ଲୋକମାନେ ଆସନ୍ତି, ବାବାଙ୍କ ନାମ ସଂକୀର୍ତ୍ତନ ହୁଏ, ଲୋକମାନେ ପ୍ରସାଦ ସେବନ କରି ଯାଆନ୍ତି। ଆଉ ଦେଖି ବର୍ତ୍ତମାନ ଯେଉଁ ମଠ ବର୍ତ୍ତମାନ କ'ଣ ତାତ୍ପର୍ଯ୍ୟ ରହିଛି, ମାନେ କ'ଣ ପାଇଁ ଲୋକ ଏବେ ଜାଗାକୁ ବେଶୀ ଆଗୃତ ହେଉଛନ୍ତି? କ'ଣ ବାବାଙ୍କର ଲୋକଙ୍କ ପ୍ରତି ଭଲ ପାଇବା ଥିଲା। ବାବା ମାନେ ଔଷଧ ମାତ୍ର ନାମକୁ ମାତ୍ର ବାବା ବାକ୍ ସଂଯମ କରିଥିଲେ। ବାବା ଯାହା କହୁଥିଲେ ହେଇଯାଉଥିଲା। ବାବାଙ୍କ ନାଁ ଧରିକି ସାପ ବିଷ ହରଣ ହେଇଯାଉଥିଲା। ଲୋକମାନଙ୍କର ବି ଅତୁଟ ବିଶ୍ୱାସ ଅଛି, ସେଥିପାଇଁ ବାବାଙ୍କ ଶ୍ରଦ୍ଧାରେ ଆସୁଛନ୍ତି ବାବାଙ୍କ ପାଖକୁ। ଆଉ ବାବା 45 ବର୍ଷ ହେଲା ଦେହାନ୍ତ ହେଲେଣି। ଆମେ 44 ବର୍ଷ ପାଳନ କରୁଛୁ। ଯିବା ବର୍ଷକୁ ଆମେ ଲଗେଇନୁ। ଆମେ ଯେଉଁ ଶ୍ରାଦ୍ଧ ବାର୍ଷିକ କରୁଛୁ 44 ବର୍ଷ ହେଲାଣି। ଏମିତି ଉତ୍ତଙ୍ଗ ଭିଡ଼ ହେଉଛି, ବହୁତ ଦୂର ଦୂରାନ୍ତର ଭକ୍ତମାନେ ଆସୁଛନ୍ତି, କ'ଣ ମହିମା ରହିଛି? ବାବା ତ ଅନ୍ୟାନ୍ୟ ମହିମା। ଆଉ ସେ ସିଦ୍ଧ ପୁରୁଷ ଥିଲେ, ଆପଣ ଯାହା ଭାବିକି ଆସିବେ ଯାହା କହିଦେଉଥିଲେ। ଆଉ ବାବା ତ୍ରିକାଳଦର୍ଶୀ ଥିଲେ, ବାକ୍ ସଂଯମ କରିଥିଲେ। ଆଉ ଯାହା କହୁଥିଲେ, ହାତ ମାରୁଥିଲେ ବି ଲୋକ ଭଲ ହେଇଯାଉଥିଲେ। ବାବାଙ୍କ ଉପରେ ଅତୁଟ ବିଶ୍ୱାସ, ଲୋକମାନେ ଆସନ୍ତି, ବାବାଙ୍କ ନାମ ସଂକୀର୍ତ୍ତନ ହୁଏ, ଲୋକମାନେ ପ୍ରସାଦ ସେବନ କରି ଯାଆନ୍ତି। ଆଉ ଦେଖି ବର୍ତ୍ତମାନ ଯେଉଁ ମଠ ବର୍ତ୍ତମାନ କ'ଣ ତାତ୍ପର୍ଯ୍ୟ ରହିଛି, ମାନେ କ'ଣ ପାଇଁ ଲୋକ ଏବେ ଜାଗାକୁ ବେଶୀ ଆଗୃତ ହେଉଛନ୍ତି? କ'ଣ ବାବାଙ୍କର ଲୋକଙ୍କ ପ୍ରତି ଭଲ ପାଇବା ଥିଲା। ବାବା ମାନେ ଔଷଧ ମାତ୍ର ନାମକୁ ମାତ୍ର ବାବା ବାକ୍ ସଂଯମ କରିଥିଲେ। ବାବା ଯାହା କହୁଥିଲେ ହେଇଯାଉଥିଲା। ବାବାଙ୍କ ନାଁ ଧରିକି ସାପ ବିଷ ହରଣ ହେଇଯାଉଥିଲା। ଲୋକମାନଙ୍କର ବି ଅତୁଟ ବିଶ୍ୱାସ ଅଛି, ସେଥିପାଇଁ ବାବାଙ୍କ ଶ୍ରଦ୍ଧାରେ ଆସୁଛନ୍ତି ବାବାଙ୍କ ପାଖକୁ। ଆଉ